ଭାବନ୍ତୁ ତ ଏମିତି ଗୋଟେ ଧର୍ମଗ୍ରନ୍ଥ ଯାହାକୁ ହଜାରେ ବର୍ଷ ଧରି ଲୁଚେଇ ଦିଆଯାଇଥିଲା। ଏଇଟା ଖାଲି ଗୋଟେ ସାଧାରଣ ବହି ନୁହେଁ, ଏହା ପଛରେ ଅଛି ଏକ ଗଭୀର ଅନ୍ଧକାରମୟ ରହସ୍ୟ। ଆଜି ଆମେ ସେଇ ହନକଙ୍କ ପୁସ୍ତକ ବିଷୟରେ ଜାଣିବା। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ବହିକୁ ଖୋଦ୍ ବାଇବେଲରେ ଲେଖାଯାଇଛି ତାକୁ ହଜାରେ ବର୍ଷରୁ ଅଧିକ ସମୟ ପାଇଁ ଇତିହାସରୁ ପୋଛିଦେବାର କ'ଣ ଦରକାର ଥିଲା? ଏହି ଗୋଟିଏ ପ୍ରଶ୍ନ। ଆଉ ଏହା ପଛରେ ଲୁଚି ରହିଛି ଏକ ବହୁତ ବଡ଼ ରହସ୍ୟ। ତେବେ ଚାଲନ୍ତୁ କାହାଣୀର ମୂଳରୁ ଆରମ୍ଭ କରିବା। ଏହାକୁ ନିଷିଦ୍ଧ କରାଯିବା ପୂର୍ବରୁ ଏହାର ସ୍ଥାନ କେତେ ଉପରେ ଥିଲା, ଆଗେ ସେଇଟା ଜାଣିବା। ଦେଖନ୍ତୁ, ଏଇଟା କିଛି ଏମିତି ସେମିତି ବହି ନଥିଲା। ସେତେବେଳେ ପ୍ରାରମ୍ଭିକ ଜିହୁଦୀ ଆଉ ଖ୍ରୀଷ୍ଟିଆନମାନେ ଏହାକୁ ଏକଦମ ପ୍ରାମାଣିକ ଧର୍ମଗ୍ରନ୍ଥ ବୋଲି ମାନୁଥିଲେ। ବହୁତ ଲୋକ ଏହାକୁ ପଢ଼ୁଥିଲେ ଆଉ ଏହା ଉପରେ ଗଭୀର ବିଶ୍ୱାସ ବି ରଖୁଥିଲେ। ଏହାର ଗୁରୁତ୍ୱ କେତେ ଥିଲା, ଏଇଥିରୁ ହିଁ ଜଣାପଡ଼େ ଯେ ଏହାକୁ ସିଧାସଳଖ ନୂଆ ନିୟମ ମାନେ ନ୍ୟୁ ଟେଷ୍ଟାମେଣ୍ଟରେ ବି ସ୍ଥାନ ଦିଆଯାଇଥିଲା। ବାଇବେଲର ଜିହୁଦାଙ୍କ ପୁସ୍ତକରେ ସଫା ସଫା ଲେଖା ଅଛି, ଆଦମଙ୍କଠାରୁ ସପ୍ତମ ପୁରୁଷ ହନକ ଭବିଷ୍ୟବାଣୀ କରିଥିଲେ। ତ ଏଥିରୁ ସ୍ପଷ୍ଟ ଯେ ପ୍ରାରମ୍ଭିକ ଖ୍ରୀଷ୍ଟିଆନ ଲେଖକମାନଙ୍କ ପାଇଁ ଏହି ବହି କେତେ ମହତ୍ତ୍ୱପୂର୍ଣ୍ଣ ଥିଲା। ଆଉ ଖାଲି କଥାରେ ନୁହେଁ, ଏହାର ପକ୍କା ପ୍ରମାଣ ବି ଅଛି। ଇତିହାସର ସବୁଠାରୁ ବଡ଼ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଡେଡ୍ ସି ସ୍କ୍ରୋଲ୍ସ, ସେଥିରେ ହନୋକଙ୍କ ପୁସ୍ତକର 10ଟି ଅଲଗା ଅଲଗା ପାଣ୍ଡୁଲିପିର ଅଂଶ ମିଳିଥିଲା। ଏଇଟା ହିଁ ପ୍ରମାଣ କରେ ଯେ ଏହି ବହି କେତେ ପୁରୁଣା ଆଉ ପ୍ରାଚୀନ। ତେବେ ପ୍ରଶ୍ନ ହେଉଛି, ଏତେ ସମ୍ମାନିତ ଗ୍ରନ୍ଥ ହଠାତ୍ ନିଷିଦ୍ଧ କେମିତି ହୋଇଗଲା? ଦେଖନ୍ତୁ, ଏହାର ପତନ ରାତାରାତି ହୋଇନଥିଲା। ଏହା ଧୀରେ ଧୀରେ ହେଲା। ଦ୍ୱିତୀୟ ଶତାବ୍ଦୀ ବେଳକୁ ରାବି ସିମୟନ ବେନ୍ ଜୋଚାଇଙ୍କ ଭଳି ବଡ଼ ବଡ଼ ଧର୍ମଗୁରୁମାନେ ଏହାକୁ ବିଶ୍ୱାସ କରୁଥିବା ଲୋକଙ୍କୁ ଅଭିଶାପ ଦେବା ଆରମ୍ଭ କରିଦେଲେ। ଚତୁର୍ଥ ଶତାବ୍ଦୀ ଆସିଲା ବେଳକୁ ତ ଏହାକୁ ସିଧାସଳଖ ବିଧର୍ମୀ ବୋଲି କହିଦିଆଗଲା। ଆଉ ତାପରେ ପରବର୍ତ୍ତୀ 1000 ବର୍ଷ ଯାଏଁ ଏହି ବହିକୁ ଲୋକେ ନିନ୍ଦା କଲେ, ଏହାକୁ ବ୍ୟାନ୍ କରାଗଲା, ଆଉ ଶେଷରେ ଏହା ଇତିହାସ ପୃଷ୍ଠାରୁ ପୂରାପୂରି ଗାୟବ ହୋଇଗଲା। କିନ୍ତୁ କାହିଁକି? ଏମିତି କ'ଣ ଥିଲା ସେ ବହିରେ ଯେ ତାକୁ ନେଇ ଏତେ ବିବାଦ? ଆଉ ଏହାର କାରଣ ହେଉଛି ବହି ଭିତରେ ଥିବା ଏକ ବିସ୍ଫୋରକ କାହାଣୀ, ପତିତ ଦେବଦୂତମାନଙ୍କର କାହାଣୀ। ଏହି ପୁସ୍ତକରେ ଦି ୱାଚର୍ସ ବା ପ୍ରହରୀମାନଙ୍କର କଥା କୁହାଯାଇଛି। ଏମାନେ ଥିଲେ ଦେବଦୂତମାନଙ୍କର ଏକ ଦଳ, ଯେଉଁମାନେ ଏମିତି ଏକ ଭୁଲ କରିଥିଲେ ଯାହାକୁ ମହାପାପ ବୋଲି କୁହାଯାଇପାରେ। ବହିରେ ଲେଖା ଅଛି, ତୁମେମାନେ କାହିଁକି ସେହି ଉଚ୍ଚ, ପବିତ୍ର ଆଉ ଅନନ୍ତ ସ୍ୱର୍ଗକୁ ଛାଡ଼ିଦେଲ? କାହିଁକି ନାରୀମାନଙ୍କ ସହିତ ଶୋଇଲ ଆଉ ମଣିଷ ଝିଅମାନଙ୍କ ସହିତ ନିଜକୁ ଅପବିତ୍ର କଲ? ଦେଖନ୍ତୁ, ଏହି ଗୋଟିଏ ଲାଇନ୍ ହିଁ ସେମାନଙ୍କର ସବୁଠୁ ବଡ଼ ପାପକୁ ପୁରା ସ୍ପଷ୍ଟ କରିଦେଉଛି। ସେମାନେ ନିଜ ସ୍ୱର୍ଗୀୟ କର୍ତ୍ତବ୍ୟ ଭୁଲି ପୃଥିବୀର ମୋହମାୟାରେ ଫସିଗଲେ। ସାଧାରଣତଃ ଦେବଦୂତଙ୍କ କାମ ଥିଲା ସ୍ୱର୍ଗରୁ ମଣିଷ ଜାତି ଉପରେ ନଜର ରଖିବା, ସେମାନଙ୍କୁ ସୁରକ୍ଷା ଦେବା। କିନ୍ତୁ ଏହି ୱାଚର୍ସମାନେ କ'ଣ କଲେ? ସେମାନେ ପୃଥିବୀକୁ ଓହ୍ଲାଇ ଆସିଲେ, ମଣିଷ ସ୍ତ୍ରୀମାନଙ୍କୁ ନିଜର କଲେ, ଆଉ ତାଠୁ ବଡ଼ କଥା, ମଣିଷକୁ ଏମିତି ସବୁ ଜ୍ଞାନ ଦେଲେ ଯାହା ନିଷିଦ୍ଧ ଥିଲା। ଏଇଟା ଖାଲି ଗୋଟେ ନିୟମ ଭାଙ୍ଗିବା ନଥିଲା, ଏହା ପୁରା ସ୍ୱର୍ଗୀୟ ବ୍ୟବସ୍ଥାକୁ ଓଲଟପାଲଟ କରିଦେଲା। ଆଉ ଏହି ୱାଚର୍ସମାନଙ୍କ କାମର ପରିଣାମ ବହୁତ ହି ଭୟଙ୍କର ଥିଲା। ଏହି ବହିରେ ତାର ପୁରା ବିସ୍ତୃତ ବର୍ଣ୍ଣନା ରହିଛି। ସେମାନଙ୍କ ମିଳନରୁ ଯେଉଁ ସନ୍ତାନ ଜନ୍ମ ହେଲେ ସେମାନଙ୍କୁ କୁହାଗଲା ନେଫିଲିମ୍, ସରଳ ଭାଷାରେ କହିଲେ ଦୈତ୍ୟ। ଏମାନେ ଥିଲେ ବିଶାଳକାୟ, ଆଉ ପୁରା ପୃଥିବୀରେ ଆତଙ୍କ ଆଉ ବିଶୃଙ୍ଖଳା ଖେଳେଇ ଦେଇଥିଲେ। ଆଉ କିଛି ଉତ୍ସ ତ ଏହାର ଭୌତିକ ପ୍ରମାଣ ଥିବା କଥା ବି କୁହନ୍ତି, ଯେମିତିକି 1895 ମସିହାର ଗୋଟେ ମାଗାଜିନରେ ଛପା ହୋଇଥିବା ଏହି ଆଇରିଶ ଦୈତ୍ୟର ଫଟୋ। ଏମିତି ଉଦାହରଣରୁ ଜଣାପଡ଼େ ଯେ କିଛି ଲୋକଙ୍କ ପାଇଁ ଏହା ଖାଲି କାଳ୍ପନିକ କାହାଣୀ ନଥିଲା, ବରଂ ଏକ ସତ ଘଟଣା ଥିଲା। ଏମିତିକି ଏହି କାହାଣୀକୁ ପ୍ରାଚୀନ ସୁମେରିଆନ୍ ସଭ୍ୟତା ସହିତ ବି ଯୋଡ଼ାଯାଏ। ସେଠାକାର ଫଳକରେ ଏମିତି ଚିତ୍ର ଅଛି ଯେଉଁଥିରେ ଲାଗୁଛି ଯେମିତି ବିଶାଳକାୟ ଶାସକମାନଙ୍କ ସେବା ଛୋଟ ଛୋଟ ମଣିଷମାନେ କରୁଛନ୍ତି। ତେଣୁ ଏଥିରୁ ଲାଗୁଛି ଯେ ଏହି ଦୈତ୍ୟମାନଙ୍କର ଧାରଣା କେବଳ ଗୋଟିଏ ସଂସ୍କୃତିରେ ନଥିଲା। ତେବେ ହନକଙ୍କ ପୁସ୍ତକ କହୁଛି ଯେ ଏହି ଦୈତ୍ୟ ଆଉ ତାଙ୍କ ସନ୍ତାନମାନଙ୍କର ଅତ୍ୟାଚାର ଏତେ ବଢ଼ିଗଲା ଯେ ଶେଷରେ ସେମାନଙ୍କର ବିନାଶ ହେବାଟା ନିଶ୍ଚିତ ଥିଲା। ଆଉ ସେହି ବିନାଶ ଆସିଲା ମହାପ୍ରଳୟ ରୂପରେ। କିନ୍ତୁ କଥାଟା ଏତିକିରେ ସରିନି। ଦୈତ୍ୟମାନେ ତ ମରିଗଲେ, କିନ୍ତୁ ସେମାନଙ୍କର ବିନାଶ ପରେ ଏକ ଅଜବ କାହାଣୀ ଆରମ୍ଭ ହେଲା। ବହିରେ ଲେଖା ଅଛି, ଆଉ ଏବେ ଆତ୍ମା ଆଉ ମାଂସରୁ ଜନ୍ମ ହୋଇଥିବା ସେହି ଦୈତ୍ୟମାନଙ୍କୁ ପୃଥିବୀରେ ଦୁଷ୍ଟାତ୍ମା ବୋଲି କୁହାଯିବ, ଆଉ ଏହି ପୃଥିବୀ ହିଁ ସେମାନଙ୍କର ଘର ହେବ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନୁହେଁ କି? ଏହି ବହି ଦାବି କରେ ଯେ ଦୈତ୍ୟମାନଙ୍କ ମୃତ୍ୟୁ ପରେ ସେମାନଙ୍କର ଆତ୍ମା ହିଁ ପୃଥିବୀର ପ୍ରଥମ ଦୁଷ୍ଟାତ୍ମା ବା ଡେମନ୍ସରେ ପରିଣତ ହେଲା। ଏହାପରେ କାହାଣୀରେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସେ। କୁହାଯାଏ
ଏହି ଦୁଷ୍ଟାତ୍ମାମାନଙ୍କ ରାଜା ସଲୋମନ ବନ୍ଦୀ କରିଦେଇଥିଲେ। କିନ୍ତୁ ବହୁ ବର୍ଷ ପରେ ନାଇଟ୍ସ ଟେମ୍ପ୍ଲର ସେହି ବନ୍ଦୀ ଆତ୍ମାମାନଙ୍କୁ ଖୋଜି ପାଇଲେ। ଆଉ ଯେତେବେଳେ ସେମାନଙ୍କ ଉପରେ ଅତ୍ୟାଚାର ହେଲା, ବଞ୍ଚିଯାଇଥିବା ନାଇଟ୍ସମାନେ ଫ୍ରିମେସନ୍ସ ଭଳି ଗୁପ୍ତ ସମାଜ ଗଠନ କଲେ। ଏହା ଏକ ଏମିତି ତତ୍ତ୍ୱ ଯାହା ପ୍ରାଚୀନ କାହାଣୀକୁ ଇତିହାସର ସବୁଠୁ ବଡ଼ ଗୁପ୍ତ ସଂଗଠନ ସହିତ ଯୋଡ଼ି ଦେଉଛି। ତେବେ ଏସବୁ କଥା ଜାଣିସାରିବା ପରେ ଆମେ ପୁଣି ସେଇଠିକୁ ଫେରିଆସିଛେ ଯେଉଁଠୁ ଆରମ୍ଭ କରିଥିଲେ। ପ୍ରକୃତରେ ଏହି ବହିର ଅର୍ଥ କ'ଣ? ଏହାର ଉଦ୍ଦେଶ୍ୟ କ'ଣ ଥିଲା? ତେବେ ହନକଙ୍କ ପୁସ୍ତକ କ'ଣ ଏକ ସତର୍କ କରାଉଥିବା କାଳ୍ପନିକ କାହାଣୀ? ନା ଏହା ଏକ ଭୁଲିଯାଇଥିବା ଇତିହାସ? କିମ୍ବା ଏହା ଏକ ଏମିତି ରହସ୍ୟ ଯାହାକୁ ଖୋଜି ବାହାର କରିବା କାହାରି ଉଦ୍ଦେଶ୍ୟ ନଥିଲା? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଜି ବି ଏକ ରହସ୍ୟ। ହଜାର ବର୍ଷ ଧରି ଏହାକୁ ଲୁଚେଇ ରଖାଯିବା ପରେ ବି ଏହି ପ୍ରାଚୀନ ଗ୍ରନ୍ଥ ଆଜି ବି ଆମକୁ ଏହାର ଅର୍ଥ ବିଷୟରେ ଭାବିବାକୁ ବାଧ୍ୟ କରୁଛି। ସତ ଯାହା ବି ହେଉନା କାହିଁକି, ଗୋଟିଏ କଥା ସ୍ପଷ୍ଟ, ହନକଙ୍କ ପୁସ୍ତକ ଇତିହାସର ଏକ ବହୁତ ଶକ୍ତିଶାଳୀ ଆଉ ରହସ୍ୟମୟ ଅଧ୍ୟାୟ।